ଆପଣମାନଙ୍କୁ ସ୍ୱାଗତ ଜଣାଇ 50ଟି ବିଜ୍ଞାନ ପ୍ରତିଯୋଗିତାମୂଳକ କୁଇଜ୍ ପ୍ରଶ୍ନ ଉତ୍ତର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଆଜିର ବିଷୟ ହେଲା ବିଜ୍ଞାନ। ପ୍ରସଙ୍ଗ ହେଲା ସ୍ୱାସ୍ଥ୍ୟ ଓ ଶରୀର ବିଜ୍ଞାନ। ଭାଗ 2। କାର୍ଯ୍ୟ ଆରମ୍ଭ ପୂର୍ବରୁ ପୁଣି ଥରେ ଆପଣଙ୍କୁ ଅନୁରୋଧ, ଯଦି ଭାଗ 1 ଦେଖିନାହାନ୍ତି ତେବେ ଡିସ୍କ୍ରିପ୍ସନ୍ ବକ୍ସରୁ ତାର ଲିଙ୍କ ଦ୍ୱାରା ଦେଖନ୍ତୁ। ଯଦି ପ୍ରସଙ୍ଗଟି ଭଲ ଲାଗେ ଚ୍ୟାନେଲର ସାହାଯ୍ୟ ପାଇଁ ଅନ୍ୟକୁ ସେୟାର କରିବା ସହ ଗୋଟିଏ ଲାଇକ୍ କରନ୍ତୁ। ଚାଲନ୍ତୁ ବିଳମ୍ବ ନ କରି ପ୍ରଥମ ପ୍ରଶ୍ନରୁ ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ପୋଲିଓ ଟୀକାରେ କ'ଣ ଥାଏ? ଉତ୍ତର, ମୃତ ପୋଲିଓ ଭୂତାଣୁ। ପରବର୍ତ୍ତୀ ପ୍ରଶ୍ନ, ପିତ୍ତକୋଷରେ ପଥର ହେବା ପାଇଁ ମୁଖ୍ୟତଃ କେଉଁ ପଦାର୍ଥ ଦାୟୀ? ଉତ୍ତର, କୋଲେଷ୍ଟେରଲ୍। ପରବର୍ତ୍ତୀ ପ୍ରଶ୍ନ, ଜିନ୍ରେ ବିକୃତି ଘଟିଲେ କେଉଁ ରୋଗ ହୋଇଥାଏ? ଉତ୍ତର, କ୍ୟାନ୍ସର। ପରବର୍ତ୍ତୀ ପ୍ରଶ୍ନ, ଜଳାନ୍ତକ ରୋଗ କାହା ଦ୍ୱାରା ବ୍ୟାପେ? ଉତ୍ତର, କୁକୁର ବିଲୁଆ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଏକକୋଷୀ ପ୍ରାଣୀ ଯୋଗୁଁ ମ୍ୟାଲେରିଆ ହୋଇଥାଏ? ଉତ୍ତର, ମାଇ ଏନୋଫିଲିସ୍ ମଶା। ପରବର୍ତ୍ତୀ ପ୍ରଶ୍ନ, ପାଗଳା କୁକୁର କାମୁଡ଼ିଲେ କେଉଁ ରୋଗ ହୁଏ? ଉତ୍ତର, ଜଳାନ୍ତକ। ପରବର୍ତ୍ତୀ ପ୍ରଶ୍ନ, ରକ୍ତ ଜମାଟ ବାନ୍ଧିବାରେ କେଉଁ ଭିଟାମିନ୍ ସାହାଯ୍ୟ କରେ? ଉତ୍ତର, ଭିଟାମିନ୍ କେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜାତୀୟ ଅଧିକ ଖାଦ୍ୟ ଖାଇବା ଦ୍ୱାରା ହୃଦରୋଗ ସମ୍ଭାବନା ଥାଏ? ଉତ୍ତର, ଚର୍ବି ଜାତୀୟ ଖାଦ୍ୟ। ପରବର୍ତ୍ତୀ ପ୍ରଶ୍ନ, ରକ୍ତଚାପ ବଢ଼ିବାର ମୁଖ୍ୟ କାରଣ କ'ଣ? ଉତ୍ତର, ଚିନ୍ତା, ଭୟ ଓ ଉଦ୍ବେଗ। ପରବର୍ତ୍ତୀ ପ୍ରଶ୍ନ, ଜଣେ ସୁସ୍ଥ ଲୋକର ରକ୍ତଚାପ କେତେ ଥାଏ? ଉତ୍ତର, 120/80। ପରବର୍ତ୍ତୀ ପ୍ରଶ୍ନ, ଶରୀରର କାହା ଭିତରେ ଥିବା ରକ୍ତର ଚାପକୁ ରକ୍ତଚାପ କୁହାଯାଏ? ଉତ୍ତର, ଧମନୀ, ଯେଉଁଥିରେ ବିଶୁଦ୍ଧ ରକ୍ତ ଶରୀରକୁ ଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ସାଧାରଣ ଅବସ୍ଥାରେ ହୃଦ ସ୍ପନ୍ଦନର ହାର ମିନିଟ ପ୍ରତି କେତେ? ଉତ୍ତର, 72 ଥର। ପରବର୍ତ୍ତୀ ପ୍ରଶ୍ନ, କେଉଁ ସ୍ନାୟୁସୂତ୍ର ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ କରେ? ଉତ୍ତର, ଭାଗସ୍ ସ୍ନାୟୁ। ପରବର୍ତ୍ତୀ ପ୍ରଶ୍ନ, କେଉଁ କ୍ଷତିକାରୀ ଅଦରକାରୀ ପଦାର୍ଥ ପରିସ୍ରାରେ ବାହାରିଯାଏ? ଉତ୍ତର, ୟୁରିଆ। ପରବର୍ତ୍ତୀ ପ୍ରଶ୍ନ, କେଉଁ ସ୍ନାୟୁତନ୍ତ୍ରର ଉଦ୍ଦୀପନା ହୃଦ ସ୍ପନ୍ଦନକୁ ବଢ଼ାଇଥାଏ? ଉତ୍ତର, ସିମ୍ପାଥେଟିକ୍ ସ୍ନାୟୁତନ୍ତ୍ର। ପରବର୍ତ୍ତୀ ପ୍ରଶ୍ନ, ସିଟି ସ୍କାନିଂର ପୁରା ନାମ କ'ଣ? ଉତ୍ତର, କମ୍ପ୍ୟୁଟର ଟପୋଗ୍ରାଫିକ୍ ସ୍କାନିଂ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଭିଟାମିନ୍ ଜଳରେ ଦ୍ରବୀଭୂତ ନୁହେଁ? ଉତ୍ତର, ଭିଟାମିନ୍ ଏ, ଡି, ଇ, କେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଭିଟାମିନ୍ ପରିସ୍ରାରେ ବାହାରି ଯାଇପାରେ? ଉତ୍ତର, ଭିଟାମିନ୍ ସି। ପରବର୍ତ୍ତୀ ପ୍ରଶ୍ନ, ଭିଟାମିନ୍ କେ କେଉଁଠି ସଞ୍ଚିତ ହୋଇ ରହିଥାଏ? ଉତ୍ତର, ଯକୃତରେ। ପରବର୍ତ୍ତୀ ପ୍ରଶ୍ନ, ଘୁଷୁରୀ ମାଂସ ଖାଇଲେ
କେଉଁ କୃମି ରୋଗ ହୋଇଥାଏ? ଉତ୍ତର ଟେନିଆ ସିସ୍। ପରବର୍ତ୍ତୀ ପ୍ରଶ୍ନ, ଜ୍ୱର ହେଲେ ତାପ କମାଇବାକୁ କେଉଁ ଔଷଧ ଦିଆଯାଏ? ଉତ୍ତର ପାରାସିଟାମଲ। ପରବର୍ତ୍ତୀ ପ୍ରଶ୍ନ, ଟାଇଫଏଡ୍ ଜ୍ୱରର ଜୀବାଣୁ କାହା ଦ୍ୱାରା ବ୍ୟାପେ? ଉତ୍ତର ଜଳ ଓ କ୍ଷୀର ଦ୍ୱାରା। ପରବର୍ତ୍ତୀ ପ୍ରଶ୍ନ, ହାଡ଼ଫୁଟି ରୋଗ କେଉଁ ଭୂତାଣୁ ଯୋଗୁଁ ହୋଇଥାଏ? ଉତ୍ତର ଭ୍ୟାରିସେଲା ଭୂତାଣୁ। ପରବର୍ତ୍ତୀ ପ୍ରଶ୍ନ, ଗାଲୁଆ କାହା ଜନିତ ରୋଗ ଅଟେ? ଉତ୍ତର ଭୂତାଣୁ। ପରବର୍ତ୍ତୀ ପ୍ରଶ୍ନ, ଗାଜରରେ କେଉଁ ଭିଟାମିନ୍ ଥାଏ? ଉତ୍ତର ଭିଟାମିନ୍ ଏ। ପରବର୍ତ୍ତୀ ପ୍ରଶ୍ନ, ଆଫ୍ଲାଟିକ୍ସିନ୍ କେଉଁ ରୋଗ ସୃଷ୍ଟି କରିପାରେ? ଉତ୍ତର କର୍କଟ। ପରବର୍ତ୍ତୀ ପ୍ରଶ୍ନ, ଜଣେ ବୟସ୍କ ବ୍ୟକ୍ତିର ଶରୀରରେ କେତେ ରକ୍ତ ଥାଏ? ଉତ୍ତର 4.5ରୁ 5.7 ଲିଟର। ପରବର୍ତ୍ତୀ ପ୍ରଶ୍ନ, ହାଡ଼ରେ କେତେ ଭାଗ ଜଳ ଥାଏ? ଉତ୍ତର 22% ଭାଗ। ପରବର୍ତ୍ତୀ ପ୍ରଶ୍ନ, ତରଳ ଝାଡ଼ାର ପ୍ରାଥମିକ ଔଷଧ କ'ଣ? ଉତ୍ତର ORS ଦ୍ରବଣ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଭିଟାମିନ୍ ଅଧିକ ସେବନରେ ପରିସ୍ରା ଦ୍ୱାରା ବାହାରିଯାଏ? ଉତ୍ତର ଭିଟାମିନ୍ B ଓ C। ପରବର୍ତ୍ତୀ ପ୍ରଶ୍ନ, ରିକେଟ୍ ରୋଗ କେଉଁ ଭିଟାମିନ୍ ଅଭାବରୁ ହୁଏ? ଉତ୍ତର ଭିଟାମିନ୍ D। ପରବର୍ତ୍ତୀ ପ୍ରଶ୍ନ, ଥରେ ରକ୍ତଦାନର କେତେ ଦିନ ବ୍ୟବଧାନରେ ପୁଣି ରକ୍ତ ଦେଇହେବ? ଉତ୍ତର 3 ମାସ। ପରବର୍ତ୍ତୀ ପ୍ରଶ୍ନ, ରକ୍ତ ସଞ୍ଚାଳନ ବନ୍ଦ ହେବାର କେତେ ସମୟ ପରେ ମନୁଷ୍ୟର ମୃତ୍ୟୁ ଘଟେ? ଉତ୍ତର 3 ମିନିଟ୍। ପରବର୍ତ୍ତୀ ପ୍ରଶ୍ନ, ଜିଭର ସ୍ୱାଦ ମୁକୁଳ ସଂଖ୍ୟା କେତେ? ଉତ୍ତର 10,000। ପରବର୍ତ୍ତୀ ପ୍ରଶ୍ନ, ମନୁଷ୍ୟ ଜୀବକୋଷର ନ୍ୟଷ୍ଟିରେ ଗୁଣସୂତ୍ର ସଂଖ୍ୟା କେତେ? ଉତ୍ତର 23 ଯୋଡ଼ା। ପରବର୍ତ୍ତୀ ପ୍ରଶ୍ନ, ହୃତ୍ପିଣ୍ଡର ସଂକୋଚନ ବେଳେ ରକ୍ତଚାପ କେତେ ଥାଏ? ଉତ୍ତର 120। ପରବର୍ତ୍ତୀ ପ୍ରଶ୍ନ, ଆୟୋଡିନ୍ ଅଭାବରୁ କେଉଁ ରୋଗ ହୁଏ? ଉତ୍ତର ଗଳଗଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ରକ୍ତରେ ହିମୋଗ୍ଲୋବିନ୍ ତିଆରି କରିବା ପାଇଁ କ'ଣ ଦରକାର? ଉତ୍ତର ଲୌହ। ପରବର୍ତ୍ତୀ ପ୍ରଶ୍ନ, ଶ୍ଵେତସାର ଅଭାବରେ ଶିଶୁକୁ କେଉଁ ରୋଗ ହୋଇଥାଏ? ଉତ୍ତର ମାରାସ୍ମସ୍। ପରବର୍ତ୍ତୀ ପ୍ରଶ୍ନ, ପୁଷ୍ଟିସାର ଅଭାବରେ ଶିଶୁକୁ କେଉଁ ରୋଗ ହୋଇଥାଏ? ଉତ୍ତର କ୍ୱାସିଓରକର। ପରବର୍ତ୍ତୀ ପ୍ରଶ୍ନ, ଭିଟାମିନ୍ B ଅଭାବରେ କେଉଁ ରୋଗ ହୋଇଥାଏ? ଉତ୍ତର ବେରିବେରି। ପରବର୍ତ୍ତୀ ପ୍ରଶ୍ନ, ଭିଟାମିନ୍ B2 ଅଭାବରେ କେଉଁ ରୋଗ ହୁଏ? ଉତ୍ତର ଓଠ ଫଟା, କଳଘା, ତୁଣ୍ଡଘା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଭିଟାମିନ୍ ଅଭାବରେ ଅନ୍ଧାରକଣା ରୋଗ ହୁଏ? ଉତ୍ତର ଭିଟାମିନ୍ A। ପରବର୍ତ୍ତୀ ପ୍ରଶ୍ନ, ଭିଟାମିନ୍ C ଅଭାବ ଜନିତ ରୋଗ କ'ଣ? ଉତ୍ତର ସ୍କର୍ଭି,
ବଣିତୁଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଡାଲି ଖାଇଲେ ପକ୍ଷାଘାତ ରୋଗ ହୁଏ? ଉତ୍ତର, ଖେସାରୀ। ପରବର୍ତ୍ତୀ ପ୍ରଶ୍ନ, ଆମାଶୟ ଓ ଝାଡ଼ାରେ ମୃତ୍ୟୁର ମୁଖ୍ୟ କାରଣ କ'ଣ? ଉତ୍ତର, ଜଳ ଶୁଷ୍କତା। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟାଲୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତିକୁ କ'ଣ କହନ୍ତି? ଉତ୍ତର, ହେଲିଓଥେରାପି। ପରବର୍ତ୍ତୀ ପ୍ରଶ୍ନ, ଛୁଞ୍ଚି ଦ୍ୱାରା ଚୀନର ଚିକିତ୍ସା ପଦ୍ଧତିକୁ କ'ଣ କହନ୍ତି? ଉତ୍ତର, ଆକୁପଙ୍କ୍ଚର। ପରବର୍ତ୍ତୀ ପ୍ରଶ୍ନ, ରକ୍ତର ଉପାଦାନ, ଗଠନ ଓ ରୋଗ ଅନୁଧ୍ୟାନକୁ କ'ଣ କହନ୍ତି? ଉତ୍ତର, ହିମାଟୋଲୋଜି। ପରବର୍ତ୍ତୀ ପ୍ରଶ୍ନ, ଅସ୍ଥିଗତ ରୋଗ ଓ ତାର ଚିକିତ୍ସାକୁ କ'ଣ କହନ୍ତି? ଉତ୍ତର, ଅର୍ଥୋପେଡ଼ିଓଲୋଜି। ପୁରା ଭିଡ଼ିଓଟିକୁ ଦେଖିଥିବାରୁ ଧନ୍ୟବାଦ। ରହିଲି। ଜୟ ଜଗନ୍ନାଥ।